ଅନୁଭବ को ପାଇଁ ବର୍ଷା କଲେ ସାବିତ୍ରୀ ବ୍ରତ। ହଁ ଦର୍ଶକ ବନ୍ଧୁ, ପୁଣି ଥରେ ଶଙ୍ଖା ଶାଢ଼ୀ ସିନ୍ଦୁର ପିନ୍ଧିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଦର୍ଶକ ବନ୍ଧୁ ଦେଖିବାକୁ ମିଳିଛି କି ବର୍ଷା ପୁଣି ଥରେ ଅନୁଭବଙ୍କ ଦୀର୍ଘାୟୁ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତା ସହିତ ଖୁବ୍ ସୁନ୍ଦର ଭାବେ ସଜେଇ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକ ବନ୍ଧୁ, ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପାଇଁ ପୁଣି ସାବିତ୍ରୀର ବ୍ରତ ରଖିଥିବାର ଦେଖିବାକୁ ମିଳିଥିଲା। ତେବେ ଅନୁଭବଙ୍କ ଠାରୁ ଛାଡ଼ପତ୍ର ନେବା ପରେ ଅଲଗା ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷା ପ୍ରିୟଦର୍ଶିନୀ ଅଲଗା ହେଲେ ମଧ୍ୟ ନିଜ ମନରୁ ଅନୁଭବକୁ କାଢ଼ି ପାରିନାହାନ୍ତି। ତେବେ ତାଙ୍କର ମଙ୍ଗଳ କାମନା କରିଛନ୍ତି। ତାଙ୍କୁ ନିଜର ସ୍ୱାମୀ ବୋଲି ମଧ୍ୟ ମାନୁଥିବାର ଦେଖିବାକୁ ମିଳିଥିଲା। ତେବେ ଅନୁଭବ ଓ ବର୍ଷାଙ୍କ ଭିତରେ ବହୁତ ଭଲ ପାଇବା ଥିବା କଥା ଶୁଣିବାକୁ ମିଳିଥିଲା। ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଏହି ଯୋଡ଼ିକୁ ବହୁତ ଭଲ ପାଉଥିଲେ। ତେବେ ଦର୍ଶକ ବନ୍ଧୁ, ଏବେ ବି ବର୍ଷା ଓ ଅନୁଭବ ଦୁହେଁ ଅଲଗା ରହୁଛନ୍ତି। ଅନୁଭବ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ବର୍ଷା ଏପର୍ଯ୍ୟନ୍ତ କାହାକୁ ବିବାହ କରିନାହାନ୍ତି। ସେ ଏବେ ବି ଅନୁଭବକୁ ଭଲ ପାଉଛନ୍ତି। ଆଉ ତାଙ୍କ ପାଇଁ ସେ ସାବିତ୍ରୀ ବ୍ରତ ରଖିଥିବାର ଦେଖିବାକୁ ମିଳିଥିଲା। ତେବେ ହାତରେ ଥାଳି, ପୂଜା ଥାଳି ଧରି ସେଥିରେ ଫଳ ଓ ଶାଢ଼ୀ ଶଙ୍ଖା ସିନ୍ଦୁର ନେଇ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିବାର ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଦର୍ଶକ ବନ୍ଧୁ, ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ବି ଅନୁଭବକୁ ଭଲ ପାଉଛନ୍ତି ଆଉ ସ୍ୱାମୀ ରୂପେ ପୂଜା କରୁଛନ୍ତି। ଆଉ ତାଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ।